ପିଲାମାନେ ଏଠି ଆମ ପାଖରେ ଗୋଟେ ଦଶମିକ ସଂଖ୍ୟା ଅଛି 23.04 ଏବଂ ଆମକୁ ଏଇ ଦଶମିକ ସଂଖ୍ୟାର ବର୍ଗମୂଳ ବାହାର କରିବାର ଅଛି। ଆଚ୍ଛା, ବର୍ଗମୂଳ ବାହାର କରିବା ମାନେ କ'ଣ କରିବା? ଆମେ ଗୋଟେ ସଂଖ୍ୟା ବାହାର କରିବା, ଯେଉଁ ସଂଖ୍ୟାକୁ ଆମେ ଯଦି 2 ଥର ଗୁଣିବା ଆମେ ପାଇବା କ'ଣ? 23.04। ଏବେ କେମିତି ବାହାର କରିବା ଦେଖ। 23.04 ଇଏ ଗୋଟେ ଦଶମିକ ସଂଖ୍ୟା ଅଛି, ମୁଁ ଆକୁ ଭଗ୍ନାଂଶରେ ଲେଖିପାରିବି। ଲେଖିଲେ କେତେ ହେବ? 2304 ବିଭକ୍ତ 100, କାରଣ ଦଶମିକ ପରେ 2ଟି ଅଙ୍କ ଅଛି, ତେଣୁ 1ରେ 2ଟି ଶୂନ। ଏବେ 23.04ର ବର୍ଗମୂଳ, ଏହାର ଅର୍ଥ ହେଉଛି ଏଇ ଭଗ୍ନାଂଶର ବର୍ଗମୂଳ। ତାପରେ ମୁଁ କ'ଣ ଲେଖିବି? ଲବର ବର୍ଗମୂଳ ବିଭକ୍ତ ହରର ବର୍ଗମୂଳ। ଏବେ ଆମକୁ ବାହାର କରିବାର ଅଛି କ'ଣ? 2304ର ବର୍ଗମୂଳ କେତେ? 2304ର ବର୍ଗମୂଳ ମୁଁ କେମିତି ବାହାର କରିବି? ମୁଁ ମୌଳିକ ଉତ୍ପାଦକ ବାହାର କରିବି। 2ରେ ଯଦି ମୁଁ 2304କୁ ହରିବି କେତେ ପାଇବି? 2 × 2, 2 × 2, 2 × 5 = 10, 2 × 2 = 4। ତାପରେ ପୁଣି ଥରେ 2ରେ ହରିବା, 2 × 5 = 10, 2 × 7 = 14, 1 2, 212। ତାପରେ 2ରେ ହରିବା, କେତେ ହେବ? 2 × 2 = 4, 2 × 8 = 16, 1 6, 2 × 8 = 16। 2ରେ ହରିଲେ ପୁଣି କେତେ ହେବ? 144। ପୁଣି 2ରେ ହରିଲେ କେତେ ହେବ? 72। 2ରେ ହରିଲେ 36। ତାପରେ 36କୁ ଯେତେବେଳେ ଆମେ 2ରେ ହରିବା କେତେ ହେବ? 18। 2ରେ ହରିଲେ 9 ଏବଂ 3ରେ ହରିଲେ 3। ତେଣୁ ମୁଁ ଲେଖିପାରିବି 2304କୁ କେତେ ଥର 2 ଆସିଲା ଦେଖ? 1 2 3 4 5 6 7 8, 8 ଥର 2, ତେଣୁ ମୁଁ ଲେଖିବି 2 ଘାତ ଲେଖିବି 8 ଗୁଣନ 3 କେତେ ଥର ରହିଲା ଦେଖ? 2 ଥର ରହିଲା। ବୁଝିପାରିଲ? ଏବେ 2304ର ବର୍ଗମୂଳର ଅର୍ଥ କ'ଣ? ମୁଁ ଏପଟେ ଡାହାଣ ପଟେ ବର୍ଗମୂଳ ଦେଇପାରିବି। ଏବେ ଏଇ ବର୍ଗମୂଳର ଅର୍ଥ କ'ଣ? ବର୍ଗମୂଳର ଅର୍ଥ ହେଉଛି ଘାତ କେତେ? 1 ବିଭକ୍ତ 2। ଘାତ ଦେବି କେତେ? 1 ବିଭକ୍ତ 2। ଏବେ ଏଇ ଘାତକୁ ମୁଁ କ'ଣ କରିବି? 2ଟି ଯାକ ସଂଖ୍ୟାକୁ ଦେଇଦେବି। କ'ଣ ହେବ ଆମେ ଜାଣିଛେ? 2ର ଘାତ 8 ଗୁଣନ 1 ବିଭକ୍ତ 2 ଗୁଣନ 3ର ଘାତ 2 ଗୁଣନ 1 ବିଭକ୍ତ 2। ଏବେ 8କୁ 2 ଆମେ କାଟିପାରିବା, 2 × 8। ତେଣୁ ମୁଁ ଲେଖିପାରିବି 2ର ଘାତ 4 ଗୁଣନ 3ର ଘାତ 1, କାରଣ 2 2 କଟିଯିବ। ତେଣୁ 2304ର ବର୍ଗମୂଳ କେତେ ହେଲା? ଲେଖିପାରିବି 2ର ଘାତ 4 ଗୁଣନ 3 ବିଭକ୍ତ 100ର ବର୍ଗମୂଳ କେତେ ହେବ? 100ର ବର୍ଗମୂଳ ଆମେ ସେମିତି ଉତ୍ପାଦକ ବାହାର କରିପାରିବା। ମୁଁ ଜାଣିଛି 100ର ବର୍ଗମୂଳ ହେବ କେତେ? 10, କାରଣ 10କୁ 2 ଥର ଗୁଣିଲେ କେତେ? 100। ତେଣୁ ମୁଁ ଲେଖିପାରିବି 10। 2ର ଘାତ 4 କେତେ? 2 × 4 = 2 × 8 = 16। 16 ଗୁଣନ 3 କେତେ ହେବ? 48। 48 ବିଭକ୍ତ 10 ସମାନ କେତେ? 4.8। ତେଣୁ 23.04 ଏଇ ଦଶମିକ ସଂଖ୍ୟାର ବର୍ଗମୂଳ କେତେ ହେବ? 4.8।